ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମାଟିର ପୁଅ ଅମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ଦୁଇଟି ନିର୍ବାଚନ କଥା ଦେଖିଲେ ଜଣାଯାଏ ଯେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବାହାର ନେତାକୁ ଅମଦାନ କରି ବିଧାୟକ କରାଯିବାର ସୁଯୋଗ ଦେଇଛି। ସେମାନେ ହେଲେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସ ଛାଡ଼ି ନୂଆ କରି ବିଜେଡିରେ ଯୋଗଦାନ କରିଥିବା ଚିରଞ୍ଜୀବ ବିଶ୍ୱାଳ। ପ୍ରଶାନ୍ତ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ଓ ଚିରଞ୍ଜୀବ ତିର୍ତ୍ତୋଲ ବ୍ଲକ ଅଞ୍ଚଳ ଲୋକ। ପ୍ରଶାନ୍ତ ବାଲିକୁଦାର ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ 2 ଥର ଓ ଜଗତସିଂହପୁର ଥରେ ବିଧାୟକ ହେବାର ଗୌରବ ହାସଲ କରିଛନ୍ତି। ସେହିପରି ଚିରଞ୍ଜୀବ ତିର୍ତ୍ତୋଲ ପରେ ଜଗତସିଂହପୁର ବିଧାନସଭା ଆସନରୁ ଥରେ ଏହିପରି ମୋଟ 2 ଥର ବିଧାୟକ ହୋଇଛନ୍ତି। ବଡ଼ କଥା ହେଲା ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର 2014ରୁ ପୃଥକ ଭାବେ ଏହି 2 ନେତାଙ୍କୁ ବିଧାୟକ ହେବାର ସୁଯୋଗ ଦେଇଛନ୍ତି। 2014 ତତ୍କାଳୀନ କଂଗ୍ରେସ ନେତା ଚିରଞ୍ଜୀବ ଏବେ 2019ରେ ବିଜେଡି ନେତା ପ୍ରଶାନ୍ତ ବିଧାୟକ ହୋଇପାରିଥିଲେ। 2024 ନିର୍ବାଚନରେ ମଧ୍ୟ ପ୍ରଶାନ୍ତଙ୍କୁ ବିଜେଡି ପୁଣି ଥରେ ପ୍ରାର୍ଥୀ କରିଛି। କିନ୍ତୁ ଚିରଞ୍ଜୀବ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ଟିକେଟ୍ ନ ପାଇବାରୁ ନିରାଶ ହୋଇଛନ୍ତି। ତଥାପି ଦଳ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରଶାନ୍ତଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଅନ୍ୟପକ୍ଷେ ପୂର୍ବତନ ବିଧାୟକ ଜ୍ୟୋତିଚନ୍ଦ୍ର ଦାସ ଯିଏକି ବିଜେଡିରୁ ଟକ୍କର ଦେବା ପାଇଁ ରଣନୀତିକୁ ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ନେତା କିଛି ଜଣ ରାଜନୈତିକ ସମୀକ୍ଷକ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଶାନ୍ତ 2019ରେ ସାଧାରଣ ନିର୍ବାଚନରେ ଖୁବ୍ କମ୍ ଦିନ ଭିତରେ ପ୍ରାର୍ଥୀ ହୋଇ ଛିଡ଼ା ହୋଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ସେ ବିଜୟ ହୋଇଥିଲେ ବୋଲି କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟ ସେ ଠିକ୍ ଭାବେ ସଂଗଠନ ରଖିପାରିନଥିଲେ ବୋଲି ଦଳ ଭିତରୁ ସ୍ୱର ଉଠିଥିଲା। ବର୍ତ୍ତମାନ ଭାଜପା ପ୍ରାର୍ଥୀ ଅମରେନ୍ଦ୍ର ସେତେବେଳେ ବିଜେଡିରେ ଥିବାରୁ ସମାନ୍ତରାଳ ସଂଗଠନ କରି ଆଗୁଆକୁ ବଢ଼ିବାକୁ ସୁଯୋଗ ପାଇଥିଲେ। ଏହି ଭିତରେ ରାଜନୈତିକ ଚିତ୍ର ବଦଳି ଯାଇଛି। ଏଥର ଏଠାରେ ତ୍ରିମୁଖ ପ୍ରତିଦ୍ୱନ୍ଦ୍ୱିତା ହେବ। ବିଜେଡି ଜିଲ୍ଲା ଉପସଭାପତି ଦୀପ୍ତି ଦାସ କହିଛନ୍ତି ଯେ ଲୋକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ଭୋଟରୁ ତାଙ୍କ ପ୍ରାର୍ଥୀକୁ ସମର୍ଥନ ଦେବେ। ତେବେ ମିଡ଼ିଆର ସୂଚନା ଅନୁଯାୟୀ ଗୁରୁବାର ଅମରେନ୍ଦ୍ର ପ୍ରାର୍ଥୀପତ୍ର ଦାଖଲ କରିବେ।